दोस्तों हेलो हाय नमस्ते खुदा हाफिज। ମୁଁ ଆଜି ଗୋଟେ ଅପ୍ରିୟ ସତ କଥା କହିବାକୁ ଯାଉଛି। ସେ ଅପ୍ରିୟ ସତ କଥାଟି ହେଉଛି ଯେ ବହୁତ ପ୍ୟାରେଣ୍ଟସ୍ଙ୍କର ପିଲାମାନେ ଅବାଟକୁ ଚାଲି ଆସନ୍ତି, ଯେମିତିକି ନିଶା ସେବନରେ ପୁରା ଜଡ଼ିତ ହୋଇ ରହୁଛନ୍ତି। ଯେମିତି ସିଗାରେଟ୍ ପିଇବା, ଗୁଟଖା ଖାଇବା, ମଦ ପିଇବା, ଡ୍ରଗ୍ସ ନେବା, ବ୍ରାଉନ୍ ସୁଗାର ନେବା, ଏସବୁରେ ଜଡ଼ିତ ହୋଇ ରହୁଛନ୍ତି। ଏସବୁ ଜଡ଼ିତ ହେବାର ମୁଖ୍ୟ ଦାୟୀ ହେଉଛନ୍ତି ତାଙ୍କର ପ୍ୟାରେଣ୍ଟସ୍। ଏଇଥିପାଇଁ କହିବି ଯେ ମୋର ଗୋଟେ ଷ୍ଟୋରି ମନେ ପଡ଼ୁଛି। ସେ ଷ୍ଟୋରିଟି ହେଉଛି ଗୋଟେ ଜଙ୍ଗଲ ରାସ୍ତାରେ ଜଣେ ସାଧୁ ଆଉ ତାଙ୍କ ଶିଷ୍ୟ ଯାଉଥିଲେ। ବାଟେ ଯାଉ ଯାଉ ଗୋଟେ ଲାଜୁକୁଳି ଲତା ଗଛଟେ ପଡ଼ିଲା, କଣ୍ଟା ଫୁଟିଲା। ଗୁରୁ ତାଙ୍କ ଶିଶୁକୁ କହିଲେ, ବାବୁରେ ଏ ଗଛଟିକୁ ଉପାଡ଼ି ଦେ। ଲାଜୁକୁଳି ଗଛଟିକି ଶିଷ୍ୟଟିକୁ ଉପାଡ଼ି ଦେଲା। ଆଉ କିଛି ବାଟ ଗଲା ପରେ ଗୋଟେ ଅରଖ ଗଛଟେ ପଡ଼ିଲା। ପୁଣି ସାଧୁ କହିଲେ, ରାସ୍ତାରେ ଅବରୋଧ ସୃଷ୍ଟି କରୁଛି, ସେ ଅରଖ ଗଛଟିକୁ ଉପାଡ଼ି ଦେ। ଶିଷ୍ୟ ମଧ୍ୟ ତାକୁ ଉପାଡ଼ି ଦେଲା। ଆଉ କିଛି ବାଟ ଗଲା ପରେ ଏକ ଶୀର୍ଷ ଗଛ ବା ଏକ ଆକାଶ ଗଛ ପଡ଼ିଲା। ଆକାଶ ଗଛ, ୟୁକାଲିପଟାସ ଗଛ, ସେ ଟିକେ ମୋଟା ଥିଲା। ଶିଶୁକୁ କହିଲେ, ବାବୁରେ ଏ ବି ଅବରୋଧ କରୁଛି, ତାକୁ ଉପାଡ଼ି ଦିଅ। ଶିଶୁଟି ଉପାଡ଼ିଲା, ବଟ୍ ତାକୁ ଟିକେ କଷ୍ଟ ହେଲା, ଉପାଡ଼ିବା ପାଇଁ ଟିକେ ପ୍ରୋବ୍ଲେମ୍ ହେଲା, ଟିକେ ବଳ ଲଗାଇବା ପାଇଁ ପଡ଼ିଲା, ଜୋର ଲଗାଇବା ପାଇଁ ପଡ଼ିଲା। ଆଉ କିଛି ବାଟ ଗଲା ପରେ ଏକ ବଡ଼ ବର ଗଛଟି ପଡ଼ିଲା। ଗୁରୁ ବି ତାକୁ କହିଲେ, ଯାରେ ବାବୁରେ ଏ ଗଛଟିକୁ ମଧ୍ୟ ଉପାଡ଼ି ଦିଅ। ସେତେବେଳେ ଶିଷ୍ୟ ଆଶ୍ଚର୍ଯ୍ୟଚକିତ ଓ ଚକିତ ହୋଇ କହିଲା, ଗୁରୁଜୀ ଏତେ ବଡ଼ ଗଛଟିକୁ ମୁଁ କେମିତି ଉପାଡ଼ିବି? ଗଛଟି ତ ମୂଳଦୁଆ ଷ୍ଟ୍ରଙ୍ଗ ହୋଇଯାଇଛି, ମୁଁ ଆଉ ଆକୁ ଉପାଡ଼ି ପାରିବିନି। ଗୁରୁ ସେତେବେଳେ ହସି ହସି କହିଲେ, ଯେତେବେଳେ ଗଛର ମୂଳ ଅଳ୍ପ ମାଟି ତଳକୁ ଯାଇଥାଏ ସେତେବେଳେ ଆମେ ତାକୁ ଚାହିଁଲେ ଉପାଡ଼ି ପାରିଥାଏ, କିନ୍ତୁ ଯେତେବେଳେ ଗଛର ମୂଳ ଅଧିକା ବାଟକୁ ଲମ୍ବି ଯାଇଛି ତାକୁ ଆମେ ଚାହିଁଲେ ମଧ୍ୟ ଉପାଡ଼ି ପାରିବାନି। ସେମ୍ ଥିଙ୍କିଂ ଆଜ୍ଞା। ଯେତେବେଳେ ପିଲା ଗୋଟାଏ ଗୁଟକା ଖାଇଲା, କି ସାଦା ପୁଡ଼ିଆଟେ ଖାଇଲା, କି ପାନ ଟିକେ ଖାଇଲା, କି ଗୁଆ ଟିକେ ଚୋବେଇଲା, ଯଦି ସେତେବେଳେ ଆମେ ତାକୁ ଅବରୋଧ କରିନେ, ସେତେବେଳେ ଆମେ ତାକୁ ପ୍ରତିବନ୍ଧକ ସୃଷ୍ଟି କରିନେ, ସେତେବେଳେ ତାକୁ ଆମେ ଗାଇଡ଼ କରିନେ, ଯଦି ସେ ଆଜି ଆଡ଼ିସନରେ ପରିଣତ ହୋଇଯାଇଛି, ତାକୁ ଆମେ ଯଦି ଉପାଡ଼ିବାକୁ ଚେଷ୍ଟା କରିବା, ତାହେଲେ ଆମେ ନିଜେ ଅକ୍ଳାନ୍ତ ପରିଶ୍ରମ କରିବା ବୃଥା ହେବ ସିନା, କିଛି ଫଳ ମିଳିବନି। ଭୁକ୍ତଭୋଗୀ ମୁଁ ନିଜେ। ମୁଁ ମଧ୍ୟ ଅଳ୍ପ ବହୁତ ମାଦକ ଦ୍ରବ୍ୟ ସେବନ କରେ। ବଟ୍ ମୋ ମିସେସ୍ ମୋତେ ଏବେ ବି କୁହେ, ତୁମେ କ'ଣ ପାଇଁ ଏସବୁ ମାଦକ ଦ୍ରବ୍ୟ ସେବନ କରୁଛ? ମୁଁ ବି ତାକୁ ସେମ୍ ଏକ୍ଜାମ୍ପଲ୍ ଦେଇଥିଲି ଯେ ଆରେ ବାବୁ, ଯେତେବେଳେ ମୋ ମୂଳ ମାଟିର ଅଳ୍ପ ତଳକୁ ଯାଇଥିଲା ସେତେବେଳେ ମୋତେ କେହି ଉପାଡ଼ି ନଥିଲେ। ଆଜି ତ ମୋ ଚେର ପୁରା ମାଟିର ବହୁତ ଗଭୀରକୁ ଚାଲିଯାଇଛି, ଆଉ ତୁ ଉପାଡ଼ିବାକୁ ଚେଷ୍ଟା କରୁଛୁ, ତୋତେ କଷ୍ଟ ହେବ ସିନା, କିନ୍ତୁ ସେ ମାଦକ ଦ୍ରବ୍ୟ ସେବନର ମୂଳ କେବେ ଉପୁଡ଼ି ପାରିବନି। ତଥାପି ମୁଁ ଚେଷ୍ଟା କରୁଛି ବନ୍ଧୁମାନେ, ମୁଁ ନିଜର ନିଶାବୃତ୍ତିରୁ ଦୂରେଇ ରହିବା ପାଇଁ ଆଉ ବହୁତ ଆଭଏଡ଼ କରୁଛି। ମୋ ଚେଷ୍ଟାରେ ମୁଁ ନିହାତି ଭାବେ ସଫଳ ହେବି। ହଁ, ଆଉ ଗୋଟେ କଥା ମୁଁ ସବୁବେଳେ ମୋର ଅଜା କୁହନ୍ତି ଯେ ଆରେ ବାବୁ, ଇଚ୍ଛା ଥିଲେ ଉପାୟ ଅଛି। ଯଦି ଆମ ଇଚ୍ଛା ବଳ ମନ ଅଛି, ମାନେ ଇଚ୍ଛା ବଳ ଦୃଢ଼ ଅଛି, ତାହେଲେ ଆମ ପାଖକୁ ଉପାୟ ତ ନିଶ୍ଚିତ ମିଳିବ। ବନ୍ଧୁମାନେ, ଯଦି ମୋ ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଲାଗିଥାଏ, ଭଲ ଲାଗିଥାଏ, ତାହେଲେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ଆଉ ଆପଣଙ୍କର ବନ୍ଧୁମାନଙ୍କୁ ସେୟାର ମଧ୍ୟ କରିବେ। ଧନ୍ୟବାଦ। ନମସ୍ତେ। ଗୁଡ୍ ନାଇଟ୍।